ଥରେ ବଡ଼ ଦେଉଳକୁ ଗଲେ ତୁଟି ଯାଏ ସଂସାର ମାୟା। କାଳିଆକୁ ଚାହିଁଦେଲେ ମିଛ ଲାଗେ ସାରା ଦୁନିଆ। ତାର ନାଲି ଅଧର ମଧୁର, ତାର କଳା ବଦନ ସୁନ୍ଦର। ଡୋରି ଲଗାଇ ଭକ୍ତଙ୍କୁ ଡାକେ ସେ ନୀଳାଚଳିଆ। ଶ୍ରୀମନ୍ଦିରକୁ ଥରେ ପଶିଗଲେ ଆପଣ ସେଠି କେତେ ଯେ ଲୁଚା କଥା ଜାଣିବାକୁ ପାଇବେ ତାର କିଛି ସୀମା ନାହିଁ। ସିଂହ ଦ୍ୱାରଠୁ ଆରମ୍ଭ କରି ଆଉ 3 ଦ୍ୱାର, ଯୁଆଡ଼େ ଯିବେ ସିଆଡ଼େ କିଛି ନା କିଛି ପାଇଯିବେ। ସେ ଆନନ୍ଦ ବଜାର ହଉ ଅବା ରୋଷଶାଳା କିମ୍ବା କୋଇଲି ବୈକୁଣ୍ଠ, ଏସବୁ ପଛରେ ମାହାତ୍ମ୍ୟ ରହିଛି କିଛି ଅଲଗା ଓ ନିଆରା। କୁହନ୍ତି କାଳିଆର ଅଭଡ଼ାରେ କିଛି ଯାଦୁ ଅଛି। ମୁଠାଏ ଅଭଡ଼ା ଖାଇଦେଲେ ବି ଭୋକ ମେଣ୍ଟିଯାଏ। କିନ୍ତୁ କାଳିଆ ତ ରତ୍ନ ସିଂହାସନରେ ବସି 60 ପଉଟି ଓ 56 ଭୋଗ ନିଇତି ଖାଉଥାଏ। ଭକ୍ତ ଭାବନ୍ତି ଗୋଟିଏ ଭଳି ଖାଦ୍ୟ ସବୁବେଳେ ଖାଇ କାଳିଆ ବିରକ୍ତି ହେଉନି। ହେଲେ ସେ ବା ଭାବର ଠାକୁର। ସେ ଜାଣିଛି ସେ ନ ଖାଇବା ଯାଏ ତା ଭକ୍ତମାନେ ବି ମହାପ୍ରସାଦ ପାଇପାରିବେ ନାହିଁ। କିଏ କେତେ ଆଶା ନେଇ ଶ୍ରୀମନ୍ଦିରକୁ ଆସିଥାଏ। ପ୍ରଥମେ କାଳିଆକୁ ଦେଖି ମନ ଶାନ୍ତି କରିବ, ତାପରେ ତା ଅଭଡ଼ା ଖାଇ ପେଟ ଶାନ୍ତି କରିବ। ସବୁଠି ସବୁବେଳେ ଆମେ ଶୁଣିଛେ 56 ଭୋଗ କଥା, କିନ୍ତୁ ଏଇ 56 ଭୋଗ କ'ଣ? କୋଉ କୋଉ ଖାଦ୍ୟ ଏଇ 56 ଭୋଗ ତାଲିକାରେ ଅଛି ଆପଣ ଜାଣିଛନ୍ତି କି? ଆନନ୍ଦ ବଜାରରେ ତ ସବୁ ପ୍ରକାରର ଅଭଡ଼ା ରହିଛି, କିନ୍ତୁ ସେ ସବୁ ଆପଣମାନେ ନିହାତି ଖାଇଥିବେ। କ'ଣ ଆପଣ 56ଟି ଭୋଗ ଅଭଡ଼ା କୁଡ଼ୁଆରେ ଆଣି ଖାଇଛନ୍ତି? କେବେ ଗଣିଛନ୍ତି? ହୁଏତ ନା। ଯଦି ବି ସବୁ ଖାଇଥିବେ ତାହେଲେ 56 ଭୋଗ ହେଇନଥିବ। ଆଜି ଜାଣନ୍ତୁ କାଳିଆର ସେହି 56 ଭୋଗ ବିଷୟରେ। ବିଶ୍ୱର ପୂର୍ବ ଦକ୍ଷିଣ ମାନେ ଅଗ୍ନିକୋଣରେ ଭାରତ ରହିଛି। ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ପୁରୀ, ଆଉ ଏଠାରେ ଥିବା ଶ୍ରୀମନ୍ଦିରର ଅଗ୍ନିକୋଣରେ ତିଆରି ହୋଇଛି କୋଟିଏ ଓଡ଼ିଆଙ୍କ ମଉଡ଼ମଣିର ରୋଷଶାଳା, ଯେଉଁଠି ପ୍ରତିଦିନ 60 ପଉଟି 56 ଭୋଗ ତିଆରି କରାଯାଏ। ଏଥିରେ ଥିବା 240ଟି କୋଠ ଭୋଗ ଚୁଲିରେ ଏସବୁ ତିଆରି ହୁଏ। ଜାଣିଛନ୍ତି ଯଦି ଏହି ସବୁ ଖାଦ୍ୟରେ କିଛି ବି ଭୁଲ ହୁଏ ତେବେ ସେ ସବୁ ମାଟିରେ ପୋତି ଦିଆଯାଏ ଆଉ ପୁଣି ଥରେ ନୂଆ କରି ରନ୍ଧାଯାଏ। ଖାଦ୍ୟରେ ଆଳୁ ଟମାଟୋ ଭଳି କିଛି ନିର୍ଦ୍ଦିଷ୍ଟ ଓ ଆମିଷ ପରିବା ମାନେ ଲାଉ ଓ ଛତୁ ଆଦି କେବେ ବି ବ୍ୟବହାର ହୁଏ ନାହିଁ। କୋଶଳା, ଲେଉଟିଆ ଓ ଅଗସ୍ତି ଶାଗ ବ୍ୟତୀତ ଆଉ କିଛି ବି ଶାଗ ବ୍ୟବହାର କରାଯାଏ ନାହିଁ। ଶୁଦ୍ଧ ଘିଅ ଓ କେବଳ ଗୋଟା ଗରମ ମସଲା ଛଡ଼ା ଲଙ୍କା ମଧ୍ୟ ପଡ଼େ ନାହିଁ। ଥରେ ଖାଦ୍ୟ ପ୍ରସ୍ତୁତି ପରେ ଭଗବାନଙ୍କ ପାଖେ ଭୋଗ ହୁଏ, ଯାହାପରେ ଏସବୁ ମହାପ୍ରସାଦ ପାଲଟିଯାଏ ଆଉ ଆନନ୍ଦ ବଜାରରେ ଭକ୍ତ ଏହାକୁ ଅତି ଆନନ୍ଦରେ ଖାଆନ୍ତି। ଭୋଗ ଆଗରୁ କାହାର ନିଶ୍ୱାସ ମଧ୍ୟ ଏ ଖାଦ୍ୟରେ ଯେମିତି ନ ପଡ଼େ, ସେଥିପାଇଁ ନାକ କାନ ପାଟି ସବୁ ଗାମୁଛାରେ ବାନ୍ଧି ଦେଇଥାନ୍ତି ସେବାୟତ। ପ୍ରଭୁଙ୍କ ପାଖରେ 2 ପ୍ରକାରର ଭୋଗ ଲାଗି ହୁଏ, ଗୋଟିଏ ଶଙ୍କୁଡ଼ି ଓ ଅନ୍ୟଟି ଅଶଙ୍କୁଡ଼ି। ଶଙ୍କୁଡ଼ି ଭୋଗରେ ଅନ୍ନ, ଡାଲି, ମହୁର, ଶାଗ, ମୁଗ, ଖଟା, କ୍ଷୀରି ଆଦି ରହିଥିବା ବେଳେ ଅଶଙ୍କୁଡ଼ିରେ ଶୁଖା ଭୋଗ ରହିଛି। ତେବେ ଏବେ ଜାଣନ୍ତୁ କାଳିଆର ସେହି 56 ଭୋଗର ନାଁ କ'ଣ ରହିଛି। ତେବେ ସେହି ସବୁ 56 ଭୋଗର ନାଁ ହେଉଛି ଖଜା, ଆରିସା, ଅମାଲୁ, ଏଣ୍ଡୁରି, କଦମ୍ବା, କାକରା, କାନ୍ତି, କେଳି, ଖଇରଚୂଳା, ଅଟକାଳି, କୋରା, କ୍ଷୀରି, କ୍ଷୀରିସା, ଖୁରୁମା, ଖେଚୋଡ଼ି, ଗଇଁଠା, ଗଜା, ଗୋଟାଳି, ଚକଟା, ଧୁଳା, ଚିତଉ, ଛୁଞ୍ଚିପତ୍ର ପିଠା, ଜେନାମଣି ମିଠା, ଜଗନ୍ନାଥ ବଲ୍ଲଭ, ଝିଲି, ତାକୁଆ, ଡାଳିମ୍ବ, ତାଡ଼ିଆ, ତ୍ରିପୁରୀ, ଚକୁଳି, କାଟି, ପାଣସୁଆ, ପଣା, ପାଚେଡ଼ି, ପାପୁଡ଼ି, ପାଲୁଆ, ପଖାଳ, ପୋଡ଼ପିଠା, ପୁରୀ, ପୁଳି, ବଡ଼ା, ବଳିବାମନ, ଭଜା, ମଣ୍ଡା, ମନୋହର, ମହାଦେଇ, ମାଣ୍ଡୁଆ, ମୋହନ ଭୋଗ, ହଂସ ବଲ୍ଲଭ, ରାଧା ବଲ୍ଲଭ, ଲଡ଼ୁ, ଲହୁଣୀ ଖୁଆ, ଲକ୍ଷ୍ମୀ ବିଳାସ, ସରସ୍ୱତୀଆ, ରସାବଳୀ ଆଦି ରହିଛି। ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟରେ ଆମକୁ ଜଣାନ୍ତୁ। ଭିଡ଼ିଓକୁ ଲାଇକ୍ ସେୟାର କରନ୍ତୁ। ଦେଶ ଦୁନିଆର ଏଭଳି ଇଣ୍ଟରେଷ୍ଟିଂ ଖବର ସମ୍ପର୍କରେ ଜାଣିବା ପାଇଁ ଆଜି ହିଁ ଯୋଡ଼ି ହୁଅନ୍ତୁ ଆମ ଚ୍ୟାନେଲ ସହ। ରହୁଛୁ
ଜୟ ଜଗନ୍ନାଥ।